ଏବଂ ଉପସ୍ଥିତ ଥିବା ପ୍ରତ୍ୟେକ ପ୍ରଭୁଙ୍କ ମହାନ ମହାନ ଦାସ ପାଳକମାନଙ୍କୁ ପାଳିକଙ୍କୁ ଏବଂ ଦିକନଗଣଙ୍କୁ ଚାଳକ ଭାଇମାନଙ୍କୁ ସୁସମାଚାର ପ୍ରଚାରକମାନଙ୍କୁ ଜାତୀୟ ପଠାର ମୁଖ୍ୟ କର୍ମକର୍ତ୍ତାଗଣଙ୍କୁ ଏବଂ ମୋର ନିମନ୍ତ୍ରିତ ଆତ୍ମୀୟ ସ୍ୱଜନ ପ୍ରତ୍ୟେକ ବନ୍ଧୁ ପରିବାରମାନଙ୍କୁ ମୋର ପ୍ରେମ ନମସ୍କାର ଜଣାଏ। ଏହି ସମୟରେ ଧର୍ମଶାସ୍ତ୍ରରୁ ପୁଅ ପିଢ଼ି ବୋହୂଙ୍କ ନିମନ୍ତେ ଗୋଟିଏ ପଦଟି ମୁଁ କ'ଣ ପଛେ ରଖୁଛି, ଆଉ ସେମାନେ ଅତି ଜାଗ୍ରତରେ ଶୁଣିବା ପାଇଁ କ'ଣ କରନ୍ତୁ, ଚେଷ୍ଟା କରନ୍ତୁ। କିନ୍ତୁ ପ୍ରଭୁ ବିଶ୍ୱସ୍ତ, ସେ ତୁମମାନଙ୍କୁ ସ୍ଥିର କରି ମଙ୍ଗଳ ରକ୍ଷା କରିବେ। ଆମ୍ଭେମାନେ ଯେଉଁ ସବୁ ଆଦେଶ ଦେଉଛୁ ସେହି ସବୁ ଯେ ତୁମେମାନେ କରୁଅଛ ଓ କରିବ, ଏହା ତୁମମାନଙ୍କ ସମ୍ବନ୍ଧରେ ପ୍ରଭୁଙ୍କଠାରେ ଆମର ଦୃଢ଼ ବିଶ୍ୱାସ। ଆଉ ପ୍ରଭୁ ତୁମଙ୍କ ହୃଦୟକୁ ଈଶ୍ୱରଙ୍କ ପ୍ରେମ ଓ ଖ୍ରୀଷ୍ଟଙ୍କ ଧୈର୍ଯ୍ୟରୂପ ପଥରେ ଅଗ୍ରସର କରାନ୍ତୁ। ପ୍ରଭୁ ପ୍ରଭୁଙ୍କୁ ବାକ୍ୟ ଦ୍ୱାରା ଆଶୀର୍ବାଦ କରନ୍ତୁ। ଧନ୍ୟବାଦ ପ୍ରଭୁଙ୍କ ଦାସଙ୍କୁ। ପୁଣି ମୁଁ ପାଳକମାନଙ୍କ ମଧ୍ୟରୁ ଆଉ ଜଣେ ପ୍ରଭୁଙ୍କ ଦାସଙ୍କୁ ଆହ୍ୱାନ କରିବାକୁ ଚାହେଁ। ସିଏ ବି ଆସିବେ ଏବଂ ପରାମର୍ଶ ବାକ୍ୟ ଦେବେ। ଆମମାନଙ୍କ ମଧ୍ୟରେ ତରଙ୍ଗଡ଼ା ମଣ୍ଡଳୀର ପାଳକ ମହାଶୟ ଅଛନ୍ତି, ସେ ସମ୍ମୁଖକୁ ଆସିବେ। ସ୍ୱଳ୍ପ ସମୟ ଭିତରେ ଆଉ ବର ଏବଂ କନ୍ୟା ନିମନ୍ତେ ଶୁଭେଚ୍ଛା ବାର୍ତ୍ତା ସହିତ ଆଶୀର୍ବାଦର ବାକ୍ୟ ପ୍ରଦାନ କରିବେ। প্রভুঙ্ক মহৎ নামর ধন্যবাদ দিয়ে প্রভু অনুগ্রহ করে গতকালি এই দুই জনক বিভাগ কার্য তাଙ୍କ উপস্থিতিରେ ସମାପନ କରିଅଛନ୍ତି। ଏଣୁ ପ୍ରଭୁ ବିଷୟ ଧନ୍ୟବାଦ ଦେବା ସଙ୍ଗେ ସଙ୍ଗେ ବିଶ୍ୱଶିକ୍ଷଣରେ ଯୋଗ ଦେଇଥିବା ପ୍ରଭୁଙ୍କର ମହାନ ଦାସଗଣ ପୁଣି ଉପସ୍ଥିତ ପ୍ରତ୍ୟେକଙ୍କୁ ଭକ୍ତିପୂର୍ଣ୍ଣ ନମସ୍କାର। ଏହି ସମୟରେ ମୁଁ ବିଶେଷ କରି ଅଭିନନ୍ଦନ ଜ୍ଞାପନ କରେ ନବଦମ୍ପତିଙ୍କୁ। ପ୍ରଭୁ ଏମାନଙ୍କୁ ପ୍ରଚୁର ଭାବରେ ଆଶୀର୍ବାଦ କରନ୍ତୁ। ଏମାନେ ଯେପରି ଏକ ମନ ଏକ ଭାବାପନ୍ନ ହୋଇ ପ୍ରଭୁଙ୍କ ସେବା କାର୍ଯ୍ୟରେ ବିଶ୍ୱସ୍ତ ଭାବରେ ଜୀବନଯାପନ କରିବେ, ଏପରି ପ୍ରଭୁ ଅନୁଗ୍ରହ କରନ୍ତୁ। ମୋ ତରଫରୁ ବିଶେଷ କରି ବରକନ୍ୟାକୁ ଶୁଭେଚ୍ଛା ଜ୍ଞାପନ କରୁଛି। ସେମାନଙ୍କର ଭବିଷ୍ୟତ ଜୀବନ ପ୍ରଭୁ ପ୍ରଚୁର ଭାବରେ ଆଶୀର୍ବାଦ କରନ୍ତୁ। ଥ୍ୟାଙ୍କ ୟୁ। ଧନ୍ୟବାଦ। ସେହିପରି ଆମମାନଙ୍କ ମଧ୍ୟରେ ଭୁବନେଶ୍ୱରରୁ ୟୁଇଏସ୍ଆଇର ପ୍ରଭୁଙ୍କ ଦାସ ପ୍ରତ୍ୟୁଷ ନାୟକ ସିଏ ବି ଅଛନ୍ତି। ତାଙ୍କୁ ମଧ୍ୟ ଆମେ ପ୍ରଭୁ ଯୀଶୁଙ୍କ ନାମରେ ଆହ୍ୱାନ କରୁଛୁ, ସେ ଆସିବେ। ସ୍ୱଳ୍ପ ସମୟ ମଧ୍ୟରେ ବର କନ୍ୟାଙ୍କୁ ଶୁଭେଚ୍ଛା ବାର୍ତ୍ତା ଦେବେ, ପୁଣି ଆଶୀର୍ବାଦର କିଛି ବାକ୍ୟ ଦେବେ। सर्वप्रथमे मु प्रभु जीशु ख्रीष्टଙ୍କ नामରେ ସମସ୍ତଙ୍କୁ ମୋର ପ୍ରେମ ନମସ୍କାର ଜଣାଉଛି। ଆଉ ୟୁଇଏସ୍ଆଇ ଯେଉଁ ଛାତ୍ରମାନଙ୍କ ମଧ୍ୟରେ ଯେଉଁ ସେବା କାର୍ଯ୍ୟ ଅଛି ତା ତରଫରୁ ମୁଁ ଆମର ଯେତେ ଜଣ ଆସିଛନ୍ତି ଭୁବନେଶ୍ୱର, ବ୍ରହ୍ମପୁର ଏବଂ ବିଭିନ୍ନ ଜାଗାରୁ ସମସ୍ତଙ୍କ ଆଡ଼ୁ ମୁଁ ଆପଣଙ୍କୁ ନମସ୍କାର ଜଣାଏ। ଆଉ ନବଦମ୍ପତିକୁ ସ୍ପେଶିଆଲି ଆମେ ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛୁ। ଆଉ ଦେବଦାନ ପାଇଁ ଆମେ ପ୍ରାର୍ଥନା କରି ଆସୁଛୁ। ମୁଁ ଦେବଦାନକୁ ଗତ 7 ବର୍ଷ ହେଲା ଜାଣିଛି। ଆଉ ଆମେ କିଛି ଦିନ ତାଙ୍କ ସହିତ କାମ କରିବା ପାଇଁ ମଧ୍ୟ ସୁଯୋଗ ମିଳିଥିଲା। ଆଉ ଦେବଦାନ ଆଉ ବିଶ୍ୱଜିତା, ପ୍ରଭୁ ତୁମକୁ ବିଶେଷ ଆଶୀର୍ବାଦ କରନ୍ତୁ। ଏଇ ଯେଉଁ ନୂତନ ଜୀବନ ତୁମେ ଆରମ୍ଭ କରୁଛ, ଆଉ ପ୍ରଭୁ ତାର ମୂଳଦୁଆ, ଆଉ ପ୍ରଭୁ ଯେହେତୁ ସେ ଆହ୍ୱାନ କରିଛନ୍ତି ତୁମକୁ ଗୋଟେ ଖ୍ରୀଷ୍ଟୀୟ ଗୃହ ନିର୍ମାଣ କରିବା ପାଇଁ, ଆଉ ପ୍ରଭୁ ତୁମ ସହିତ ରହିବେ ଏବଂ ଆମର ପ୍ରାର୍ଥନା ଏବଂ ଅଭିନନ୍ଦନ ତୁମର ଏଇ ନୂଆ ଜୀବନ ନିମନ୍ତେ ରହିବ। ପ୍ରଭୁ ଆଶୀର୍ବାଦ କରେ। ଥ୍ୟାଙ୍କ ୟୁ।
ଆସନ୍ତୁ ଆମେ ପ୍ରାର୍ଥନା କରିବା, ତାପରେ ଈଶ୍ୱରଙ୍କ ବାକ୍ୟ ଶ୍ରବଣ କରିବାକୁ ଯିବା। ଆମମାନଙ୍କ ମଧ୍ୟରେ ମାଲବ ମଣ୍ଡଳୀର ପାଳକ ମହାଶୟ ସିଂ ମହାଶୟ ଅଛନ୍ତି।